କେତେ କାଳ ପୂର୍ବ କଥା। ଗୋଟିଏ ଗାଁରେ ଜଣେ ମହାଜ୍ଞାନୀ ପଣ୍ଡିତ ରହୁଥିଲେ। ଦିନେ ସେ ନିଜ ବାଲ୍ୟବନ୍ଧୁଙ୍କୁ ଦେଖା କରିବାକୁ ଅନ୍ୟ ଏକ ଗାଁକୁ ଯାଉଥିଲେ। ସେହି ବନ୍ଧୁ ବାଲ୍ୟକାଳରୁ ମୂକ ଓ ତାଙ୍କର ଗୋଟିଏ ଗୋଡ଼ ଛୋଟା ଥିଲା। ପଣ୍ଡିତ ନିଜର ମନରେ କିଛି କଥା ଚିନ୍ତା କରି କରି ଯାଉଥିଲା ବେଳେ ରାସ୍ତାରେ ଜଣେ ଅଜଣା ଲୋକ ତାଙ୍କୁ ମିଳିଗଲା। ସେ ମଧ୍ୟ ପଣ୍ଡିତଙ୍କ ସହ ଚାଲିବାକୁ ଲାଗିଲା। ପଣ୍ଡିତ ମନେ ମନେ ଭାବିଲେ, ବେଶ ଭଲ ହେଲା, ସାଙ୍ଗରେ ଚାଲିଲେ ବାଟ ସହଜରେ କଟିଯିବ। ଚାଲୁଥିବା ବେଳେ ପଣ୍ଡିତ ସେହି ଲୋକଙ୍କୁ ତାଙ୍କ ନାମ ପଚାରିଲେ। ସେହି ଲୋକ ନିଜର ନାମ ମହାକାଳ ବୋଲି କହିଲା। ପଣ୍ଡିତଙ୍କୁ ଏହି ନାମଟି ଟିକିଏ ଅଜବ ଲାଗିଲା, କିନ୍ତୁ ସେ ନାମ ବିଷୟରେ ଅଧିକ କିଛି ପଚାରିବା ଉଚିତ ମନେ କଲେ ନାହିଁ। ଦୁହେଁ ଧୀରେ ଧୀରେ ସାଥିରେ ଚାଲୁଥିବା ବେଳେ ରାସ୍ତାରେ ଗୋଟିଏ ଗାଁ ପଡ଼ିଲା। ମହାକାଳ ପଣ୍ଡିତଙ୍କୁ କହିଲା, ଆପଣ ଆଗକୁ ଚାଲନ୍ତୁ, ମୋତେ ଏହି ଗାଁରେ ଗୋଟିଏ କାମ ସାରିବାକୁ ଅଛି। ମୁଁ ଆପଣଙ୍କୁ ଆଗରେ ମିଳିବି। ପଣ୍ଡିତ ଠିକ୍ ଅଛି ବୋଲି କହି ଆଗକୁ ଚାଲିଗଲେ। କିଛି ସମୟ ପରେ ଗାଁରେ ଖବର ଉଡ଼ିଲା ଯେ ସାପ କାମୁଡ଼ାରେ ଜଣେ ଲୋକ ମରିଗଲା। ଠିକ୍ ସେତିକି ବେଳକୁ ମହାକାଳ ଆସି ପଣ୍ଡିତଙ୍କ ପାଖରେ ପହଞ୍ଚିଗଲା। ପୁଣି ଚାଲୁଥିବା ବେଳେ ଦୁହେଁ ଆଉ ଏକ ଗାଁ ବାହାରେ ପହଞ୍ଚିଲେ। ସେଠାରେ ଗୋଟିଏ ଛୋଟ ମନ୍ଦିର ଥିଲା। ରହିବା ଓ ଖାଇବାର ବ୍ୟବସ୍ଥା ମଧ୍ୟ ଭଲ ଥିଲା। ପଣ୍ଡିତଙ୍କ ବନ୍ଧୁଙ୍କ ଗାଁ ଅନେକ ଦୂରରେ ଥିଲା ଆଉ ସନ୍ଧ୍ୟା ହେବାକୁ ଯାଉଥିଲା। ତେଣୁ ପଣ୍ଡିତ କହିଲେ, ସନ୍ଧ୍ୟା ହେବାକୁ ଯାଉଛି, ଚାଲିବାରେ କ୍ଳାନ୍ତି ଲାଗୁଛି ଆଉ ଭୋକ ମଧ୍ୟ ଲାଗୁଛି। ଚାଲ ଏଠାରେ ଭୋଜନ କରି ବିଶ୍ରାମ ନେଇଯିବା। ସକାଳୁ ଆରାମରେ ଆଗକୁ ଚାଲିବା। ମହାକାଳ କହିଲା, ଠିକ୍ ଅଛି, ମୋତେ ଏହି ଗାଁରେ ଜଣକୁ କିଛି ଜରୁରୀ ଜିନିଷ ଦେବାକୁ ଅଛି। ଆପଣ ଖାଇ ବିଶ୍ରାମ ନିଅନ୍ତୁ, ମୁଁ ପରେ ଖାଇନେବି। ଏତିକି କହି ସେ ଚାଲିଗଲା। କିନ୍ତୁ ସେ ଯିବା ପରେ କିଛି ସମୟ ମଧ୍ୟରେ ଗାଁରେ ଧୂଆଁ ଉଠିବାକୁ ଲାଗିଲା ଆଉ ଦେଖୁ ଦେଖୁ ପୁରା ଗାଁରେ ନିଆଁ ଲାଗିଗଲା। ପଣ୍ଡିତ ଆଶ୍ଚର୍ଯ୍ୟରେ ଭାବିଲେ, ଏହି ମହାକାଳ ଯେଉଁଠି ଯାଉଛି ସେଠାରେ କିଛି ନା କିଛି ଅନିଷ୍ଟ ହେଉଛି। ନିଶ୍ଚୟ କିଛି ରହସ୍ୟ ଅଛି। କିନ୍ତୁ ପଣ୍ଡିତ ସେ ରାତିରେ ମହାକାଳଙ୍କୁ ଏ ବିଷୟରେ କିଛି କହିଲେ ନାହିଁ। ସକାଳେ ଦୁହେଁ ପୁଣି ନିଜ ନିଜର ଗନ୍ତବ୍ୟସ୍ଥଳ ଆଡ଼କୁ ଚାଲିବାକୁ ଲାଗିଲେ। କିଛି ଦୂର ଗଲା ପରେ ପୁଣି ଗୋଟିଏ ଗାଁ ଆସିଲା। ମହାକାଳ ପଣ୍ଡିତଙ୍କୁ କହିଲା, ଆପଣ ଆଗକୁ ଚାଲନ୍ତୁ, ମୁଁ ଏହି ଗାଁରେ କିଛି ଜରୁରୀ କାମ ସାରି ଆଗରେ ମିଳିବି। ଏତିକି କହି ମହାକାଳ ଯିବାକୁ ଲାଗିଲା। କିନ୍ତୁ ଏଥର ପଣ୍ଡିତ ଆଗକୁ ଗଲେ ନାହିଁ, ବରଂ ସେଠାରେ ଠିଆ ହୋଇ ମହାକାଳ କେଉଁଠାକୁ ଯାଉଛି ଓ କ'ଣ କରୁଛି ଦେଖୁଥିଲେ। ହଠାତ୍ ଲୋକଙ୍କର ଚିତ୍କାର ଶୁଣାଗଲା ଯେ ଜଣେ ଲୋକକୁ ସାପ କାମୁଡ଼ିଛି ଆଉ ସେ ମରିଯାଇଛି। ଠିକ୍ ସେହି ସମୟରେ ମହାକାଳ ପୁଣି ପଣ୍ଡିତଙ୍କ ପାଖକୁ ଫେରି ଆସିଲା। କିନ୍ତୁ ଏଥର ପଣ୍ଡିତ ଆଉ ସହିପାରିଲେ ନାହିଁ। ସେ ମହାକାଳଙ୍କୁ ପଚାରିଲେ, ତୁମେ ଯେଉଁ ଗାଁକୁ ଯାଉଛ ସେଠାରେ କିଛି ନା କିଛି ଅନିଷ୍ଟ ନିଶ୍ଚୟ ହେଉଛି। ତୁମେ ମୋତେ କହିପାରିବ କି ଏମିତି କାହିଁକି ହେଉଛି? ମହାକାଳ ଉତ୍ତର ଦେଲା, ପଣ୍ଡିତ ମହାଶୟ, ଆପଣ ମୋତେ ଜଣେ ମହାଜ୍ଞାନୀ ଲାଗୁଥିଲେ, ତେଣୁ ମୁଁ ଆପଣଙ୍କ ସଙ୍ଗରେ ଚାଲୁଥିଲି। କାରଣ ଜ୍ଞାନୀମାନଙ୍କ ସାଙ୍ଗ ଅତି ଉତ୍ତମ ହୋଇଥାଏ। କିନ୍ତୁ ଆପଣ ଏଯାଏଁ ବି ବୁଝିପାରିଲେ ନାହିଁ ମୁଁ କିଏ? ପଣ୍ଡିତ କହିଲେ, ମୁଁ ବୁଝିଗଲିଣି, କିନ୍ତୁ ମୋର କିଛି ସଂଶୟ ଅଛି। ଯଦି ତୁମେ ନିଜ ନିଜର ପରିଚୟ ଦେଇଦିଅ ତେବେ ମୋତେ ସହଜ ହେବ। ମହାକାଳ କହିଲା, ମୁଁ ଯମଦୂତ। ଯମରାଜଙ୍କ ଆଦେଶରେ ଯେଉଁ ଲୋକମାନଙ୍କର ଆୟୁ ସମାପ୍ତ ହୋଇଯାଇଛି ସେମାନଙ୍କ ପ୍ରାଣ ହରଣ କରୁଛି। ପଣ୍ଡିତଙ୍କୁ ଆଗରୁ ବି ଏହି ସନ୍ଦେହ ଥିଲା, କିନ୍ତୁ ମହାକାଳଙ୍କ ମୁହଁରୁ ଏହା ଶୁଣି ସେ ଭୟଭୀତ ହୋଇଗଲେ। ତଥାପି ସାହସ ଜୁଟାଇ ପଚାରିଲେ, ଯଦି ତୁମେ ସତରେ ଯମଦୂତ ତେବେ କୁହ, ପରବର୍ତ୍ତୀ ମୃତ୍ୟୁ କାହାର ହେବ? ଯମଦୂତ କହିଲା, ପରବର୍ତ୍ତୀ ମୃତ୍ୟୁ ତୁମର ସେହି ବନ୍ଧୁଙ୍କର, ଯାହାଙ୍କୁ ତୁମେ ଦେଖା କରିବାକୁ ଯାଉଛ, ଆଉ ସେହି ମୃତ୍ୟୁର କାରଣ ତୁମେ ନିଜେ ହେବ। ଏହି କଥା ଶୁଣି ପଣ୍ଡିତ ଥରି ଉଠିଲେ ଓ ଗଭୀର ଚିନ୍ତାରେ ପଡ଼ିଗଲେ। ଆଉ ଭାବିଲେ ଯେ ଯଦି ସତରେ ଏହି ମହାକାଳ ଯମଦୂତ, ତେବେ ତାଙ୍କ କଥା ସତ ହେବ ଆଉ ମୋ କାରଣରୁ ମୋର ବାଲ୍ୟବନ୍ଧୁଙ୍କର ମୃତ୍ୟୁ ହେବ। ତେଣୁ ଭଲ ହେବ ଯଦି ମୁଁ ବନ୍ଧୁଙ୍କୁ ଦେଖା କରିବାକୁ ନ ଯାଏ। ଅନ୍ତତଃ ମୁଁ ତାଙ୍କ ମୃତ୍ୟୁର କାରଣ ହେବି ନାହିଁ। ମହାକାଳ କହିଲା, ତୁମେ ଯାହା ଭାବୁଛ ତାହା ମୁଁ ଜାଣିଛି, କିନ୍ତୁ ତୁମେ ବନ୍ଧୁଙ୍କୁ ଦେଖା କରିବାକୁ ନଗଲେ ମଧ୍ୟ ନିୟତି ବଦଳିବ ନାହିଁ।
ତୁମ ବନ୍ଧୁଙ୍କର ମୃତ୍ୟୁ ନିଶ୍ଚିତ ଏବଂ ତାହା ଆଉ କିଛି କ୍ଷଣ ମଧ୍ୟରେ ଘଟିବ। ମହାକାଳଙ୍କ ମୁହଁରୁ ଏମିତି କଥା ଶୁଣି ପଣ୍ଡିତଙ୍କୁ ଆଶ୍ଚର୍ଯ୍ୟ ଲାଗିଲା, କାରଣ ମହାକାଳ ତାଙ୍କ ମନର କଥା ଜାଣି ଯାଇଥିଲା, ଯାହା କୌଣସି ସାଧାରଣ ଲୋକ ପାଇଁ ସମ୍ଭବ ନୁହେଁ। ଏବେ ପଣ୍ଡିତଙ୍କୁ ବିଶ୍ୱାସ ହୋଇଗଲା ଯେ ମହାକାଳ ସତରେ ଯମଦୂତ। ତେଣୁ ନିଜ ବନ୍ଧୁଙ୍କ ମୃତ୍ୟୁର କାରଣ ନ ହେବା ପାଇଁ ସେ ପଛକୁ ଫେରି ନିଜ ଗାଁ ଆଡ଼କୁ ଚାଲିବାକୁ ଲାଗିଲେ। କିନ୍ତୁ ପଣ୍ଡିତ ଯେମିତି ପଛକୁ ଫେରିଲେ ସେତିକି ବେଳକୁ ତାଙ୍କ ବନ୍ଧୁ ଦ୍ରୁତ ଗତିରେ ତାଙ୍କ ଆଡ଼କୁ ଆସୁଥିବା ଦେଖାଗଲା। ପଣ୍ଡିତଙ୍କୁ ଦେଖି ବନ୍ଧୁ ଅତ୍ୟନ୍ତ ଖୁସି ଦେଖାଯାଉଥିଲା। ବନ୍ଧୁଙ୍କ ଆସିବାର ଗତି ଦେଖି ପଣ୍ଡିତଙ୍କୁ ଲାଗିଲା ଯେ ସେ ବୋଧହୁଏ ବହୁ ସମୟରୁ ତାଙ୍କ ପଛେ ପଛେ ଆସୁଥିଲା। କିନ୍ତୁ ସେ ବାଲ୍ୟକାଳରୁ ମୂକ ଓ ଗୋଟିଏ ଗୋଡ଼ ଛୋଟା ଥିବାରୁ ନା ପଣ୍ଡିତଙ୍କ ପାଖରେ ପହଞ୍ଚି ପାରୁଥିଲା ନା ଡାକି ରୋକି ପାରୁଥିଲା। ସେ ଯେମିତି ପଣ୍ଡିତଙ୍କ ପାଖରେ ପହଞ୍ଚିଲା, ହଠାତ୍ ତାଙ୍କର ମୃତ୍ୟୁ ହୋଇଗଲା। ପଣ୍ଡିତ ଅବାକ୍ ହୋଇ ମହାକାଳ ଆଡ଼କୁ ଚାହିଁଲେ, ଯେମିତି ପଚାରିବାକୁ ଚାହୁଁଥିଲେ ଯେ ପ୍ରକୃତରେ କ'ଣ ହେଲା। ମହାକାଳ ପଣ୍ଡିତଙ୍କ ମନର କଥା ବୁଝି କହିଲା, ତୁମର ବନ୍ଧୁ ପୂର୍ବ ଗାଁରୁ ହିଁ ତୁମର ପଛେ ପଛେ ଆସୁଥିଲା, କିନ୍ତୁ ଛୋଟା ଓ ମୂକ ହେବା କାରଣରୁ ସେ ତୁମ ପାଖରେ ପହଞ୍ଚି ପାରୁନଥିଲା। ତଥାପି ସେ ନିଜର ସମସ୍ତ ଶକ୍ତି ଲଗାଇ ତୁମ ପାଖରେ ପହଞ୍ଚିବାକୁ ଚେଷ୍ଟା କଲା। କିନ୍ତୁ ବୃଦ୍ଧାବସ୍ଥାରେ ବାଲ୍ୟକାଳ ଭଳି ବଳ ନଥାଏ। ତେଣୁ ହୃଦଘାତରେ ତୁମ ବନ୍ଧୁଙ୍କର ମୃତ୍ୟୁ ହୋଇଗଲା। କାରଣ ତୁମକୁ ଦେଖିବା ପାଇଁ ସେ ନିଜର ସୀମା ଲଙ୍ଘି ତୁମ ପଛେ ପଛେ ଦୌଡ଼ୁଥିଲା। ଏହିପରି ତୁମର ବନ୍ଧୁଙ୍କ ମୃତ୍ୟୁର କାରଣ ତୁମେ ହିଁ ହେଲ। ଏବେ ପଣ୍ଡିତଙ୍କୁ ବିଶ୍ୱାସ ହୋଇଗଲା ଯେ ସତରେ ମହାକାଳ ଯମଦୂତ ଏବଂ ତାଙ୍କର କାମ ଜୀବମାନଙ୍କର ପ୍ରାଣ ହରଣ କରିବା। ପଣ୍ଡିତ ଜଣେ ଜ୍ଞାନୀ ବ୍ୟକ୍ତି ଥିବାରୁ ଜାଣିଥିଲେ ଯେ ମୃତ୍ୟୁ ଉପରେ କାହାର ବଶ ନାହିଁ। ସମସ୍ତ ଜୀବ ଦିନେ ନା ଦିନେ ମରିବେ। ଏହା ଭାବି ସେ ନିଜକୁ ସମ୍ଭାଳି ନେଲେ। କିନ୍ତୁ ହଠାତ୍ ପଣ୍ଡିତଙ୍କ ମନରେ ନିଜର ମୃତ୍ୟୁ ବିଷୟରେ ଜାଣିବାର ଇଚ୍ଛା ଜାଗିଲା। ତେଣୁ ସେ ମହାକାଳଙ୍କୁ କହିଲେ, ଯଦି ମୃତ୍ୟୁ ମୋ ବନ୍ଧୁଙ୍କର ନିର୍ଦ୍ଧାରିତ, ତେବେ ତୁମେ ଆରମ୍ଭରୁ ମୋ ସହ କାହିଁକି ଚାଲୁଥିଲ? ମହାକାଳ ଉତ୍ତର ଦେଲା, ମୁଁ ସମସ୍ତଙ୍କ ସହ ଚାଲେ ଏବଂ ସର୍ବଦା ଚାଲୁଥାଏ, କିନ୍ତୁ ଲୋକେ ଚିହ୍ନି ପାରନ୍ତି ନାହିଁ। କାରଣ ଲୋକମାନଙ୍କ ପାଖରେ ନିଜର ସମସ୍ୟା ବ୍ୟତୀତ ଅନ୍ୟ କୌଣସି ବିଷୟରେ ଚିନ୍ତା କରିବା, ଦେଖିବା କିମ୍ବା ବୁଝିବାର ସମୟ ହିଁ ନାହିଁ। ପଣ୍ଡିତ କହିଲେ, ତୁମେ କହିପାରିବ କି ମୋର ମୃତ୍ୟୁ କେବେ ଓ କିପରି ହେବ? ମହାକାଳ କହିଲା, ଯଦିଓ କୌଣସି ସାଧାରଣ ଜୀବ ପାଇଁ ଏହା ଜାଣିବା ଉଚିତ ନୁହେଁ, କାରଣ କୌଣସି ଜୀବ ନିଜର ମୃତ୍ୟୁ ବିଷୟରେ ଜାଣି ଦୁଃଖିତ ହୁଏ। କିନ୍ତୁ ତୁମେ ଜଣେ ଜ୍ଞାନୀ ବ୍ୟକ୍ତି ବୋଲି ମନେ ହେଉଛି ଏବଂ ନିଜ ବନ୍ଧୁଙ୍କ ମୃତ୍ୟୁକୁ ଯେତେ ସହଜରେ ସହନ କଲ, ତାହା ଦେଖି ଲାଗୁଛି ଯେ ତୁମେ ନିଜର ମୃତ୍ୟୁ ବିଷୟରେ ଜାଣି ବି ଦୁଃଖିତ ହେବ ନାହିଁ। ତୁମର ମୃତ୍ୟୁ ଆଜିଠାରୁ ଠିକ୍ 6 ମାସ ପରେ ଆଜିର ହିଁ ଦିନରେ କୌଣସି ଅନ୍ୟ ରାଜ୍ୟରେ ଫାଶୀ ଦ୍ୱାରା ହେବ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ତୁମେ ନିଜେ ଖୁସିରେ ଫାଶୀକୁ ସ୍ୱୀକାର କରିବ। ଏତିକି କହି ମହାକାଳ ଚାଲିଗଲା। କାରଣ ମହାକାଳଙ୍କ ପାଖରେ ପଣ୍ଡିତଙ୍କ ସହ ଚାଲିବାର ଆଉ କୌଣସି କାରଣ ନଥିଲା। ପଣ୍ଡିତ ମଧ୍ୟ ନିଜ ବନ୍ଧୁଙ୍କର ଯଥାଶକ୍ତି କର୍ମକାଣ୍ଡ କରି ନିଜ ଗାଁକୁ ଚାଲିଗଲେ। କିନ୍ତୁ କୌଣସି ବ୍ୟକ୍ତି ଯେତେ ଜ୍ଞାନୀ ହେଉନା କାହିଁକି, ନିଜର ମୃତ୍ୟୁ ବିଷୟରେ ଜାଣି ମନ ନିଶ୍ଚୟ ବ୍ୟାକୁଳ ହୁଏ ଆଉ ମୃତ୍ୟୁରୁ ବଞ୍ଚିବା ପାଇଁ କିଛି ନା କିଛି ନିଶ୍ଚୟ କରିଥାଏ। ପଣ୍ଡିତ ମଧ୍ୟ କଲେ। ପଣ୍ଡିତ ବିଦ୍ୱାନ ଥିବାରୁ ତାଙ୍କର ଖ୍ୟାତି ନିଜ ରାଜ୍ୟର ରାଜା ପର୍ଯ୍ୟନ୍ତ ଥିଲା। ତେଣୁ ପଣ୍ଡିତ ଭାବିଲେ, ରାଜାଙ୍କ ପାଖରେ ଅନେକ ଜ୍ଞାନୀ ମନ୍ତ୍ରୀ ଅଛନ୍ତି, ମୋର ମୃତ୍ୟୁ ସମ୍ବନ୍ଧୀୟ ସମସ୍ୟାର କୌଣସି ସମାଧାନ ବାହାର କରିବେ। ଏହା ଭାବି ପଣ୍ଡିତ ରାଜଦରବାରରେ ପହଞ୍ଚି ରାଜାଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଲେ। ରାଜା ନିଜ ମନ୍ତ୍ରୀମାନଙ୍କୁ କଥା କହି ସେମାନଙ୍କ ପରାମର୍ଶ ମାଗିଲେ। ଶେଷରେ ସମସ୍ତେ ବିଚାର ବିମର୍ଶ କରି କହିଲେ, ଯଦି ପଣ୍ଡିତଙ୍କ କଥା ସତ, ତେବେ ତାଙ୍କର ମୃତ୍ୟୁ 6 ମାସ ପରେ ହିଁ ହେବ। କିନ୍ତୁ ମୃତ୍ୟୁ ତାହେଲେ ହେବ ଯଦି ସେ କୌଣସି ଅନ୍ୟ ରାଜ୍ୟକୁ ଯିବେ। ଯଦି ସେ ଅନ୍ୟ ରାଜ୍ୟକୁ ହିଁ ନ ଯାଆନ୍ତି, ତେବେ ମୃତ୍ୟୁ ମଧ୍ୟ ହେବ ନାହିଁ। ମନ୍ତ୍ରୀମାନଙ୍କ ନିଷ୍ପତ୍ତି ରାଜାଙ୍କୁ ମଧ୍ୟ ଉପଯୁକ୍ତ ଲାଗିଲା। ତେଣୁ ପଣ୍ଡିତଙ୍କ ରହିବାର ବ୍ୟବସ୍ଥା ରାଜପ୍ରସାଦରେ କରାଗଲା ଏବଂ ରାଜାଙ୍କ ଆଦେଶ ବିନା କାହାକୁ ବି ପଣ୍ଡିତଙ୍କୁ ଦେଖା କରିବାକୁ ଦିଆଯାଉନଥିଲା।
କିନ୍ତୁ ପଣ୍ଡିତ ପ୍ରାସାଦ ମଧ୍ୟରେ ଯେକୌଣସି ସ୍ଥାନକୁ ଯିବାର ଅନୁମତି ଥିଲା। ତଥାପି ପଣ୍ଡିତ ଭୟରେ ନିଜେ କୌଣସି ସ୍ଥାନକୁ ଯାଉନଥିଲେ। ଧୀରେ ଧୀରେ ପଣ୍ଡିତଙ୍କ ମୃତ୍ୟୁର ସମୟ ପାଖକୁ ଆସିଲା ଏବଂ ସେହି ଦିନ ଆସିଗଲା ଯେଉଁଦିନ ପଣ୍ଡିତଙ୍କ ମୃତ୍ୟୁ ହେବାର ଥିଲା। ସେଦିନ ପଣ୍ଡିତ ଭୟରେ ଶୀଘ୍ର ଶୋଇଗଲେ, ଯାହାଫଳରେ ସେହି ରାତି ଶୀଘ୍ର ବିତିଯିବ ଏବଂ ସକାଳ ହୋଇଯିବ। ତେବେ ସେ ମୃତ୍ୟୁରୁ ରକ୍ଷା ପାଇବେ। କିନ୍ତୁ ପଣ୍ଡିତଙ୍କୁ ନିଦରେ ଚାଲିବାର ରୋଗ ଥିଲା ଏବଂ ଏହି ରୋଗ ବିଷୟରେ ସେ ନିଜେ ବି ଠିକ୍ ଭାବେ ଜାଣିନଥିଲେ। ତେଣୁ ରାଜା କିମ୍ବା କୌଣସି ବ୍ୟକ୍ତିଙ୍କୁ ଏହି ରୋଗ ବିଷୟରେ କହିନଥିଲେ। ତେଣୁ କାହାକୁ ମଧ୍ୟ ଏ ବିଷୟରେ ଜଣାନଥିଲା। ପଣ୍ଡିତ ନିଜର ମୃତ୍ୟୁକୁ ନେଇ ଅତ୍ୟନ୍ତ ଚିନ୍ତିତ ଥିଲେ। ସେହି ରାତିରେ ପଣ୍ଡିତଙ୍କୁ ନିଦରେ ଚାଲିବାର ରୋଗ ବାହାରିଲା। ସେ ଖଟରୁ ଉଠି ପ୍ରାସାଦରୁ ବାହାରି ଅଶ୍ୱଶାଳାକୁ ଗଲେ। ପଣ୍ଡିତ ରାଜାଙ୍କର ବିଶେଷ ଅତିଥି ହୋଇଥିବାରୁ କୌଣସି ପ୍ରହରୀ ତାଙ୍କୁ ରୋକିଲା ନାହିଁ କିମ୍ବା କୌଣସି ପ୍ରକାର ପଚରା ଉଚରା କଲା ନାହିଁ। ଘୋଡ଼ାଶାଳରେ ପହଞ୍ଚି ସେ ସବୁଠାରୁ ଦ୍ରୁତଗାମୀ ଘୋଡ଼ାର ପିଠିରେ ବସି ନିଦରେ ହିଁ ରାଜ୍ୟର ସୀମା ବାହାରକୁ କୌଣସି ଅନ୍ୟ ରାଜ୍ୟକୁ ଚାଲିଗଲେ। ଏତିକି ହିଁ ନୁହେଁ, ସେ ସେହି ଅନ୍ୟ ରାଜ୍ୟର ରାଜାଙ୍କ ପ୍ରାସାଦରେ ପହଞ୍ଚିଗଲେ ଏବଂ ସେଠାରେ ପ୍ରହରୀ ମଧ୍ୟ ତାଙ୍କୁ ରୋକିଲା ନାହିଁ କିମ୍ବା କୌଣସି ପଚରା ଉଚରା କଲା ନାହିଁ। ସମସ୍ତ ଲୋକ ରାତ୍ରିର ଶେଷ ପ୍ରହର ହେବାରୁ ନିଦରେ ଥିଲେ। ପଣ୍ଡିତ ସିଧା ରାଜାଙ୍କ ଶୟନ କକ୍ଷରେ ପହଞ୍ଚିଗଲେ, ଯେଉଁଠି ରାଜା ଓ ରାଣୀ ଶୋଇଥିଲେ। ସେଠାରେ ପଣ୍ଡିତ ମଧ୍ୟ ଯାଇ ଶୋଇପଡ଼ିଲେ। ସକାଳ ହେବା ବେଳକୁ ରାଜା ପଣ୍ଡିତଙ୍କୁ ରାଣୀଙ୍କ ପାଖରେ ଶୋଇଥିବା ଦେଖି ଅତ୍ୟନ୍ତ କ୍ରୋଧିତ ହେଲେ। ପଣ୍ଡିତଙ୍କୁ ଗିରଫ କରାଗଲା। ପଣ୍ଡିତଙ୍କୁ କିଛି ବି ବୁଝାପଡ଼ୁନଥିଲା ଯେ ସେ କିପରି ଅନ୍ୟ ରାଜ୍ୟରେ ଏବଂ ରାଜାଙ୍କ ଶୟନ କକ୍ଷରେ ପହଞ୍ଚିଗଲେ। କିନ୍ତୁ ସେଠାରେ ଏସବୁ ଶୁଣିବାକୁ କିଏ ଥିଲା? ରାଜା ପଣ୍ଡିତଙ୍କୁ ରାଜଦରବାରରେ ହାଜର କରିବାକୁ ହୁକୁମ ଦେଲେ। କିଛି ସମୟ ପରେ ପଣ୍ଡିତଙ୍କୁ ରାଜଦରବାରରେ ଅଣାଗଲା। ରାଜା ପଣ୍ଡିତଙ୍କୁ ଦେଖି ଏତେ କ୍ରୋଧିତ ହେଲେ ଯେ ପଣ୍ଡିତଙ୍କୁ ଫାଶୀରେ ଟଙ୍ଗାଇ ଦେବାକୁ ଆଦେଶ ଦେଇଦେଲେ। ଫାଶୀ ଦଣ୍ଡ ଶୁଣି ପଣ୍ଡିତ ହତାଶ ହେଲେ। ତଥାପି ସାହସ କରି ରାଜାଙ୍କୁ କହିଲେ, ମହାରାଜ, ମୁଁ ଜାଣିନାହିଁ ମୁଁ ଆପଣଙ୍କ ରାଜ୍ୟରେ କିପରି ପହଞ୍ଚିଲି। ମୁଁ ଏହା ମଧ୍ୟ ଜାଣିନାହିଁ ଯେ ମୁଁ ଆପଣଙ୍କ ଶୟନ କକ୍ଷରେ କିପରି ଆସିଲି ଏବଂ ଆପଣଙ୍କ ରାଜ୍ୟର କୌଣସି ପ୍ରହରୀ ମୋତେ କାହିଁକି ରୋକିଲା ନାହିଁ। କିନ୍ତୁ ମୁଁ ଏତିକି ଜାଣିଛି ଯେ ଆଜି ମୋର ମୃତ୍ୟୁ ହେବାର ଥିଲା ଏବଂ ତାହା ହେବାକୁ ମଧ୍ୟ ଯାଉଛି। ରାଜାଙ୍କୁ ଏହି କଥା କିଛି ଅଦ୍ଭୁତ ଲାଗିଲା। ସେ ପଚାରିଲେ, ତୁମକୁ କିପରି ଜଣାପଡ଼ିଲା ଯେ ଆଜି ତୁମର ମୃତ୍ୟୁ ହେବ? ତୁମେ କ'ଣ କହିବାକୁ ଚାହୁଁଛ? ରାଜାଙ୍କ ଏହି ପ୍ରଶ୍ନର ଉତ୍ତରରେ ପଣ୍ଡିତ ପୂର୍ବ 6 ମାସର କାହାଣୀ କହିଥିଲେ ଏବଂ କହିଲେ, ମହାରାଜ, ମୋର କିମ୍ବା କୌଣସି ସାଧାରଣ ବ୍ୟକ୍ତିର ଏତେ ସାହସ ନାହିଁ ଯେ ସେ ରାଜାଙ୍କ ଶୟନ କକ୍ଷରେ ରାଜାଙ୍କ ଉପସ୍ଥିତିରେ ରାଣୀଙ୍କ ପାଖରେ ଶୋଇପଡ଼ିବ। ରାଜାଙ୍କୁ ପଣ୍ଡିତଙ୍କ କଥାରେ କିଛି ସତ୍ୟତା ଦେଖାଗଲା, କିନ୍ତୁ ସେ ଭାବିଲେ ଏହା ମୃତ୍ୟୁରୁ ବଞ୍ଚିବା ପାଇଁ ମହାକାଳ ଓ ନିଜର ମୃତ୍ୟୁର ଭବିଷ୍ୟବାଣୀର ବାହାନା କରୁଛି। ତେଣୁ ରାଜା ପଣ୍ଡିତଙ୍କୁ କହିଲେ, ଯଦି ତୁମର କଥା ସତ୍ୟ ଏବଂ ଆଜି ତୁମର ମୃତ୍ୟୁର ଦିନ ଯେମିତି ମହାକାଳ ତୁମକୁ କହିଥିଲା, ତେବେ ମୁଁ ତୁମର ମୃତ୍ୟୁର କାରଣ ହେବି ନାହିଁ। କିନ୍ତୁ ଯଦି କଥା ମିଥ୍ୟା, ନିଶ୍ଚୟ ଆଜି ତୁମର ମୃତ୍ୟୁର ଦିନ ହେବ। ପଡ଼ୋଶୀ ରାଜ୍ୟର ରାଜା ତାଙ୍କର ମିତ୍ର ଥିବାରୁ ସେ ତୁରନ୍ତ ସିପାହୀମାନଙ୍କ ହାତରେ ସେହି ରାଜାଙ୍କୁ ପତ୍ର ପଠାଇଲେ ଏବଂ ପଣ୍ଡିତଙ୍କ କଥାର ସତ୍ୟତାର ପ୍ରମାଣ ମାଗିଲେ। ସନ୍ଧ୍ୟା ସୁଦ୍ଧା ପଠାଯାଇଥିବା ସୈନିକମାନେ ଫେରି ଆସିଲେ ଏବଂ କହିଲେ, ମହାରାଜ, ପଣ୍ଡିତ ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ସତ୍ୟ। ସେହି ରାଜ୍ୟର ରାଜା ପଣ୍ଡିତଙ୍କୁ ରହିବା ପାଇଁ ନିଜର ପ୍ରାସାଦରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ ଏବଂ ପୂର୍ବ 6 ମାସରୁ ପଣ୍ଡିତ ରାଜାଙ୍କର ଅତିଥି ଥିଲେ। କାଲି ରାତିରେ ରାଜା ଶେଷ ଥର ତାଙ୍କୁ ଶୟନ କକ୍ଷରେ ଦେଖିଥିଲେ ଏବଂ ଏହାପରେ ସେ ଏହି ରାଜ୍ୟରେ କିପରି ପହଞ୍ଚିଗଲେ ଏହା କାହାକୁ ଜଣାନାହିଁ। ତେଣୁ ସେହି ରାଜ୍ୟର ରାଜାଙ୍କ ଅନୁଯାୟୀ ପଣ୍ଡିତଙ୍କୁ ଫାଶୀ ଦେବା ଉଚିତ ନୁହେଁ। କିନ୍ତୁ ରାଜାଙ୍କ ପାଇଁ ଗୋଟିଏ ନୂଆ ସମସ୍ୟା ଆସିଗଲା, କାରଣ ସେ ବିନା କିଛି ଜାଣି ପଣ୍ଡିତଙ୍କୁ ଫାଶୀର ଦଣ୍ଡ ଶୁଣାଇ ଦେଇଥିଲେ। ତେଣୁ ଯଦି ପଣ୍ଡିତଙ୍କୁ ଫାଶୀ ନ ଦିଆଯାଏ ତେବେ ରାଜାଙ୍କ ଆଦେଶର ଅପମାନ ହେବ, ଆଉ ଯଦି ରାଜାଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡର ମାନ୍ୟତା ରଖାଯାଏ ତେବେ ପଣ୍ଡିତଙ୍କର ବିନା କାରଣରେ ମୃତ୍ୟୁ ହେବ। ରାଜା ନିଜର ସମସ୍ତ ମନ୍ତ୍ରୀମାନଙ୍କ ସହ ଏହି ବିଷୟରେ ଆଲୋଚନା କଲେ
ସମସ୍ତ ମନ୍ତ୍ରୀ ପରାମର୍ଶ ଦେଲେ, ମହାରାଜ, ପଣ୍ଡିତଙ୍କୁ କେବଳ ନାମ ମାତ୍ରରେ କଞ୍ଚା ସୂତାରେ ଫାଶୀ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଆଦେଶର ମାନ୍ୟତା ବି ରହିବ ଏବଂ କଞ୍ଚା ସୂତାରୁ ତିଆରି ରଶି ଦ୍ୱାରା ପଣ୍ଡିତଙ୍କୁ ଫାଶୀ ଦେଲେ ତାହା ଛିଣ୍ଡି ମଧ୍ୟ ଯିବ ଏବଂ ତାଙ୍କ ପ୍ରାଣ ବଞ୍ଚିଯିବ। ରାଜାଙ୍କୁ ଏହି ପରାମର୍ଶ ଭଲ ଲାଗିଲା। ସେ ସେହିପରି ଆଦେଶ ଦେଇଦେଲେ। ପଣ୍ଡିତଙ୍କ ପାଇଁ କଞ୍ଚା ରଶିର ଫାଶ ତିଆରି କରାଗଲା ଏବଂ ନିୟମ ଅନୁଯାୟୀ ପଣ୍ଡିତଙ୍କୁ ଫାଶୀରେ ଟାଙ୍ଗି ଦିଆଗଲା। ସମସ୍ତେ ଖୁସି ଥିଲେ ଯେ ନା ପଣ୍ଡିତ ମରିବେ ନା ରାଜାଙ୍କ ବଚନ ମିଥ୍ୟା ପଡ଼ିବ। ପଣ୍ଡିତଙ୍କୁ ମଧ୍ୟ ବିଶ୍ୱାସ ଥିଲା ଯେ କଞ୍ଚା ସୂତାର ପତଳା ରଶିରୁ କାହାର ମୃତ୍ୟୁ ହୋଇପାରିବ ନାହିଁ। ତେଣୁ ସେ ଖୁସିରେ ଫାଶୀରେ ଚଢ଼ିବାକୁ ପ୍ରସ୍ତୁତ ଥିଲେ, ଯେମିତି ମହାକାଳ ତାଙ୍କୁ କହିଥିଲା। କିନ୍ତୁ ଯେମିତି ପଣ୍ଡିତଙ୍କୁ ଫାଶୀ ଦିଆଗଲା, ରଶି ତ ଛିଣ୍ଡିଗଲା, କିନ୍ତୁ ଛିଣ୍ଡିବା ପୂର୍ବରୁ ତାହା ନିଜର କାମ କରିସାରିଥିଲା। ପଣ୍ଡିତଙ୍କ ଗଳାର ଶିରା କଞ୍ଚା ସୂତାରେ କଟି ଯାଇଥିଲା ଏବଂ ପଣ୍ଡିତ ଭୂମିରେ ପଡ଼ି ଛଟପଟ ହେଉଥିଲେ। ତାଙ୍କ ଗଳାରୁ ରକ୍ତର ଫୁଆର ବାହାରୁଥିଲା ଏବଂ ଦେଖୁ ଦେଖୁ ପଣ୍ଡିତଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଶାନ୍ତ ହୋଇଗଲା। ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଦେଖୁଥିଲେ। କାହାକୁ ବିଶ୍ୱାସ ହେଉନଥିଲା ଯେ ଏହି ଦୁର୍ବଳ ରଶି ଦ୍ୱାରା କାହାର ମୃତ୍ୟୁ ହୋଇପାରେ। କିନ୍ତୁ ଘଟଣା ଘଟି ସାରିଥିଲା। ନିୟତି ନିଜର କାମ କରିଦେଇଥିଲା। ଯାହା ହେବାର ଅଛି ତାହା ହିଁ ହୁଏ। ଆମେ ଯେତେ ସାବଧାନତା ଅବଲମ୍ବନ କରୁ, ଯେତେ ଉପାୟ କରୁ, କିନ୍ତୁ ପ୍ରତ୍ୟେକ ଘଟଣା ଓ ଘଟଣାର ସମ୍ପୂର୍ଣ୍ଣ ପ୍ରଣାଳୀ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇଥାଏ, ଯାହାକୁ ଆମେ ଟିକେ ବି ଏଣେତେଣେ କରିପାରୁନାହୁଁ। ତେଣୁ ଈଶ୍ୱର ଆମକୁ ଭବିଷ୍ୟତ ଜାଣିବାର ଶକ୍ତି ଦେଇନାହାନ୍ତି, ଯାହାଫଳରେ ଆମେ ନିଜର ଜୀବନକୁ ଅଧିକ ଭଲ ଭାବରେ ବଞ୍ଚିପାରିବା। ଆଉ ଏହି କଥା ସେହି ପଣ୍ଡିତଙ୍କ ଉପରେ ମଧ୍ୟ ପ୍ରଯୁଜ୍ୟ। ଯଦି ପଣ୍ଡିତ ମହାକାଳଙ୍କୁ ନିଜର ମୃତ୍ୟୁ ବିଷୟରେ ନ ପଚାରିଥାନ୍ତେ, ତେବେ 6 ମାସ ରାଜାଙ୍କ ପ୍ରାସାଦରେ ଭୟଭୀତ ହୋଇ ରହିବା ବଦଳରେ ଅଧିକ ଭଲ ଜୀବନ ବଞ୍ଚିଥାନ୍ତେ। ଯଦି କାହାଣୀ ଭଲ ଲାଗିଲା ତାହେଲେ ଭିଡ଼ିଓକୁ ସେୟାର କରନ୍ତୁ। ହର ହର ମହାଦେବ।